जय जगन्नाथ। जगन्नाथ आपन परिचय देवे आज्ञा कौट ना कौन आम जगतसिंहपुर डिस्ट्रिक्ट नाउगाँ गोठदा ग्राम अच्छा गाँ आपन नाटा नाटा विनता दास अच्छा केबे आसले आज परिवार संगे ना एका आम स्वामी रो मोर अच्छा जगन्नाथ दर्शन कले आज्ञा दर्शन पाइले तो आज हाँ भले आज संक्रांति आज मकर संक्रांति हाँ। तो बहुत गहली तो हाँ गहली बहु डेरी टिके दर्शन कलु किंतु भले दर्शन कलु अबड़ा अबड़ा पाइले आज्ञा जाओ बहुत भल कथा आपन कोन मझिरे मझिरे आसंती मु प्रत्येक मासरे आसुची एबे ज्येष्ठ मासठू हां प्रत्येक मास आसंती हाँ जाओ भल कथा सब मासरे आसे आपन केमते लागु जिबे पुरी आगर पुरी एबेका पुरी ना तो मंदिर बहुत बढ़िया लगुच आग अपेक्षा एबे भल लागुची नै भल लगुच अच्छा जगन्नाथ एमती कौन गोटे समय आपन साहाय्य करचंती हाँ असुविधा रे हाँ, पड़ते असुविधा रे ସବୁଥିରେ ଯେତେବେଳେ ମୁଁ ଠାକୁରଙ୍କୁ ଡାକିଛି ଠାକୁର ମୋ କଥା ଶୁଣିଛନ୍ତି सेटा को भलिया हेइतला परिस्थिति आपन ପରିସ୍ଥିତି ହେଇଥିଲା सेटा कोंतु ठीक 2022 ମସିହା आज्ञा ଆମ ଶ୍ୱଶୁରଙ୍କର ଗୟା ଯାଇଥିଲୁ ଶ୍ରାଦ୍ଧ ଦେବାକୁ आज्ञा ମୋ ସ୍ୱାମୀ ମୁଁ ମୋ ଦେଢୁଶୁର ଯା आज्ञा ଆମେ ଯାଇଥିଲୁ ଆସିଲା ବେଳେ ଶ୍ରାଦ୍ଧ ଦେଇକିନା ଆସିଲୁ ପୁରୀ ଆସିବୁ ବୋଲିକିରି ଟ୍ରେନରେ आज्ञा ପୁରୀ ଯେତେବେଳେ ଆସିବୁ ବୋଲିକିରି ଯେତେବେଳେ ଲିଫ୍ଟରେ ଆସିଲୁ ଆମ ଦେଢୁଶୁର କହିଲେ ଯେ ମୁଁ ଯିବିନି ଲିଫ୍ଟରେ ମତେ ଡର ଲାଗେ ଆମ ସ୍ୱାମୀ କଣ କଲେ ନା ଯୋଉ ଏକ୍ସିଲେଟର ଲିଫ୍ଟ ନାହିଁ କି हां हां ସେଇଥିରେ ଆମ ଯାକୁ ଚଢେଇ ଦେଲେ अच्छा ସିଏ ବି ମନା କରୁଛନ୍ତି ନାଇଁ ମୁଁ ଯିବିନି अच्छा ଜବରଦସ୍ତ ନେଇ ଚଢେଇ ଦେଲେ ହଁ। ଚଢେଇ ଦେଲା ବେଳକୁ ସେ 1 କୁଇଣ୍ଟାଲ ଓଜନ अच्छा ଆମ ସ୍ୱାମୀ ବି ମୋଟା अच्छा କିନ୍ତୁ ତାଙ୍କଠୁ ଆମ ଯା ଯେ ଅଧିକ ମୋଟା अच्छा ତ ଯେତେବେଳେ ବାଧ୍ୟ କରି ଚଢେଇ ଦେଇଛନ୍ତି ସେ ଡରିକିନା ମାନେ କିଛି ବାଟ ଯାଇଛନ୍ତି କଣ ତାଙ୍କର ହେଲା କେଜାଣି ମନକୁ ପଡିଗଲେ ओहो ପଡିଗଲେ ଯେତେବେଳେ ମୋ ସ୍ୱାମୀ ତାଙ୍କୁ ଯେତେ ଉଠାନ୍ତି ହଁ। ସେ ଆଉ ଉଠେଇ ପାରୁନାହାନ୍ତି ବହୁତ ଓଜନ ସେ ତାପରେ ଲୁଗାପଟା ସବୁ ମାନେ ଇଏ ହେଇଗଲା ଖସିଗଲା। ଖଣ୍ଡିଆ ହେଇଗଲା ସେ ଅଟୋମେଟିକ ଠାକୁରଙ୍କ ଜଗନ୍ନାଥଙ୍କ ଦୟାରୁ ବନ୍ଦ ହେଇଗଲା ओहो ଯେମିତି ବନ୍ଦ ହେଇଯାଇଛି हां ଆମେ ମୋ ଦେଢୁଶୁରର ମୋର ଉପରକୁ ଯାଇଛୁ ଭାରି आज्ञा ମୁଁ ସେଇଠି କହିଲି ମୁଁ କହିଲି ପ୍ରଭୁ ତମେ ହିଁ ରକ୍ଷା କର ଆମେ ତ ଆସୁଥିଲୁ ନା ପୁରୀ आज्ञा ଲିଫ୍ଟରେ ଆସିଲେ ସେପଟେ ଟ୍ରେନକୁ ଆସିବୁ ସେଇଠି ମଝିରେ ଏ ଘଟଣାଟା ହେଲା କିନ୍ତୁ ଠାକୁରଙ୍କ ଜଗନ୍ନାଥଙ୍କ ଦୟାରୁ ମୋ ଯାହାଙ୍କର କିଛି ହେଇନି हॉस्पिटल एडमिट है ନା ନା କିଛି ହେଇନି କିନ୍ତୁ ଆସିଲୁ ଆମେ ଜଗନ୍ନାଥଙ୍କ ଦୟାରୁ ପୁରୀ ଆସିଲୁ ଦର୍ଶନ କଲୁ ଆମର ଯେମିତି ଯାହା ଥିଲା ବ୍ରାହ୍ମଣ ଖୁଆଇବାକୁ ଆଜ୍ଞା। ଖୁଆଇଲୁ ସେଠୁ ରହିଲୁ ଯାଇକିରି ଦେଉଳି ମଠରେ ଯାଇ ରହିଲୁ अच्छा ସେଠି ଯାଇ ରହିଲୁ ରାତିରେ ତା ପରଦିନ ସକାଳେ ଦର୍ଶନ କଲୁ ଫେରେ ଆମ ଗାଁକୁ ଗଲୁ ଜଗତସିଂହପୁର ओहो जाओ आपन ठाकुर केमतिका रक्षा करचंती ହଁ ବହୁତ ବହୁତ ବିପଦ ଚାରିଆଡୁ। ଜଗନ୍ନାଥ ରକ୍ଷା କରିଛନ୍ତି ଆଉ कोन एमति घटिची जीवन रे ଆଉ गोटे ଏମିତି- निजर किछि ହଁ ନିଜର ମୋ ନାତି ଜନ୍ମ ହବାର ଥିଲା आज्ञा ଜୁଲାଇ 20 ତାରିଖରେ ଡେଟ୍ ଦେଇଥିଲେ ଡକ୍ଟର आज्ञा ଜୁଲାଇ 8ରେ ହେଇଗଲା हां ଯଦି ହେଲା ନର୍ସିଂହୋମ ରେ କିନ୍ତୁ ତା ହାର୍ଟ ବିଟ୍ ଟା ଏମିତି ମାନେ ଜୋର ଜୋରରେ ଫଙ୍କସନ କଲା अच्छा ଡକ୍ଟର ତାକୁ ଆୟୁଷରେ ରଖିଲେ अच्छा ଆୟୁଷରେ ରଖିଲେ ଯେ ମା ସିଜେରିଆନ ଛୁଆ ଆୟୁଷରେ ରହିଲା आज्ञा ପାଖରେ ତା ବାପା ନାହିଁ ବାହାରେ ଚାକିରି କରିଛି अच्छा ଆମେ ମା ଜେଜ ସେତେବେଳେ କରୋନା ସମୟ आज्ञा ବହୁ ଜଟିଳ ପରିସ୍ଥିତିରେ ନେଇ ତାକୁ ମେଡିକାଲରେ ରଖିଥିଲୁ अच्छा ସେଠୁ ଫେରେ ଆଡମିସନ ମାନେ ସେଠୁ ଡିସଚାର୍ଜ କରିଦେଲେ ଯାଇକିରି କଟକ ସିଡିଏ आज्ञा ଛୁଆର ମୋର ସେଠିକି ଗଲୁ ମା ରହିଲା ନର୍ସିଂହୋମରେ କିନ୍ତୁ ସେଇ ଜଗନ୍ନାଥଙ୍କୁ ଡାକିଲି ସେଠି ଯେତେବେଳେ ନେଇ ଆଡମିସନ କଲୁ ସେ କହିଲେ ଯେ ତମେ ଠାକୁରଙ୍କ ଉପରେ ଛାଡି ଦିଅ अच्छा ଗୋଟେ ଲେଖିଦିଅ ତମର ଦାୟୀ ନୁହଁ ମୁଁ ତ ଏକା ମୁଁ ଖାଲି ମଙ୍ଗଳା ମାକୁ ଜଗନ୍ନାଥଙ୍କୁ ଡାକୁଥାଏ ମୁଁ କହିଲି ପ୍ରଭୁ ତମରି ଉପରେ ସବୁ ମୁଁ ଛାଡି ଦେଇଛି ତା ବାପା ପାଖରେ ନାହିଁ କି ମା ପାଖରେ ନାହିଁ ସବୁ କିଛି ତମେ ତମେ ଯାହା କରିବ ଆଉ ବିଶ୍ୱାସ କରିବେନି ମୁଁ 7 ଦିନ 7 ରାତି କେମିତି ଗାଧେଇନି କି ଖାଇନି ନା କିଛି ନାହିଁ आज्ञा ସେ ନାତି ପାଖରେ ରହିଲି ସେ ତ ଗଲା କାଚ ଘରେ ରହିଲା ମୁଁ ଏକା ରହିଲି ମା ଛୁଆ ମା ଥାଏ ବାପା ଥାଏ आज्ञा ଜେଜ ଥାଏ ଆଉ ମୁଁ ଥାଏ आज्ञा ଛୁଆ ବି ଥାଏ ଆମେ ବହୁ ପରିସ୍ଥିତିରେ ମାନେ ତାକୁ ସେଇଠି ବସିକିରି ମୁଁ ଖାଲି ଠାକୁରଙ୍କୁ ଡାକୁଥାଏ ଜଗନ୍ନାଥ ଜଗନ୍ନାଥ ମା ମଙ୍ଗଳା ଏମିତି ଡାକି ଡାକି ତାପରେ 12 ଦିନ ସେଠୁ ଠିକ ଠାକ ହେଇଗଲା ଆମେ ତାକୁ ଘରକୁ ଆଣିକିରି ଆଇଲୁ जाओ ପ୍ରଭୁ देखो ଜଗନ୍ନାଥ जगन्नाथଙ୍କର समर्पण कले बोली हाँ, हाँ। निजକୁ
ସେ ସବୁଥିରେ ଆପଣଙ୍କୁ ବଞ୍ଚିତ କରୁଛନ୍ତି। ହଁ କେତେ କଥା ଏବେ ତ ସାଙ୍ଗେ ସାଙ୍ଗେ ମାସକର କଥା ମୁଁ ସବୁ ମାସରେ ଆସେ। ଆଜ୍ଞା ମୋର ଭଣଜାଟିରେ ବାହାଘର ଜୁଟୁ ନଥିଲା। ଆଜ୍ଞା ମୁଁ ଠାକୁରଙ୍କ ପାଖରେ ମାନସିକ କରିଥିଲି। ମୁଁ କହିଲି ଜଗନ୍ନାଥ ଯଦି ମୋ ଭଣଜାର ବାହାଘର ହେଇଯିବ ତାହେଲେ ମୁଁ ଆସି ତମ ପାଖରେ ମୋ ଭଣଜା ବୋଉ ଆସି ନେତ ବାନ୍ଧିବେ। ତାଙ୍କର ବାହାଘର ହେଇଗଲା। କିନ୍ତୁ ଠାକୁରଙ୍କ ଦୟାରୁ ମାସକ ଭିତରେ ସବୁ ଠିକ ଠାକ ହେଇଗଲା। 21 ରେ ବାହାଘର ହବ। ଯାହା ହଉ ଆଜି ବି ମୁଁ ଆଣିକିରି ଆସିଛି ନିର୍ବନ୍ଧର ଯୋଉ ପଇସାଟା ରଖିଥିଲେ ହୁଣ୍ଡିରେ ଆଜ୍ଞା ପକେଇବାକୁ ଆଜ୍ଞା ଆଜ୍ଞା। ଆମେ ଆଣିକିରି ଆସିକିରି ପକେଇଲୁ। ଯାହା ହଉ ଆପଣ ଜଗନ୍ନାଥଙ୍କୁ ପୂର୍ଣ୍ଣ ସମର୍ପଣ ହଁ, କରୁଛନ୍ତି ହଁ। ବୋଲି ସେ ସବୁ କ୍ଷେତ୍ରରେ ଜଗନ୍ନାଥଙ୍କ ଉପରେ ସବୁ ଛାଡି ସେ ଦେଇଛି। ସବୁ କ୍ଷେତ୍ରରେ ଆପଣଙ୍କୁ ସାହାଯ୍ୟ କରୁଛନ୍ତି। ପ୍ରତ୍ୟେକ ହଁ, କ୍ଷେତ୍ରରେ ଆପଣ ହଁ, ଅସୁବିଧାରେ ହଁ। ସେ ଆପଣଙ୍କ ଡାକଟା ଡାକିଦେଲା ମାନେ ସେ ହଁ କରୁଛନ୍ତି। ବହୁତ ଯାହା ବିପଦରୁ ଆମକୁ ରକ୍ଷା ସେ ସବୁ କରିଛି। ଭକ୍ତଙ୍କୁ ଯିଏ ତାକୁ ଅନ୍ତର ସହକାରେ ଡାକିଲା ହଁ ସେ ତା ଯିଏ କଥା ଥରେ ଡାକି ଦେଇଛି ଅନ୍ତର ସହକାରେ ସମର୍ପଣ ସିଏ ହେଇଛି ନିଶ୍ଚୟ ଶୁଣୁଛନ୍ତି। ନିଶ୍ଚୟ। ଯାହା ହଉ ବହୁତ ବହୁତ ଧନ୍ୟବାଦ। କିନ୍ତୁ ଜୟ ଜଗନ୍ନାଥ। କାହାର ଡେରିରେ ଶୁଣିଦେବେ ଆଜ୍ଞା। ସମସ୍ତେ କୁହନ୍ତି ଅନୁଭୂତିରେ। ଆଜ୍ଞା କିନ୍ତୁ ମୁଁ ଯୋଉ କଥାଟା କହିଛି ମୋର ସାଙ୍ଗେ 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 ଶୁଣିଛନ୍ତି। ସାଙ୍ଗେ ଶୁଣିଛନ୍ତି। ହଁ ଆପଣ ସବୁବେଳେ ହୃଦୟ ନିର୍ମଳ ହୃଦୟରେ ନା ମୁଁ ଡାକୁଛନ୍ତି। ତ ଛାଡି ଦେଇଛି 40 ବର୍ଷ ହେଲାଣି ଆଜିକି ଆଜ୍ଞା 40 ବର୍ଷ ହେଲାଣି। ଆଜ୍ଞା ଯାହା ହଉ ଯାହାର ହୃଦୟଟା ନିର୍ମଳ ତା କଥା ଜଗନ୍ନାଥ ଜଲ୍ଦି ଶୁଣନ୍ତି। ଯିଏ କପଟିଆ ତାକୁ ଟିକେ ଡେରିରେ ଶୁଣନ୍ତି। କେଜାଣି ପ୍ରଭୁ ଜାଣନ୍ତି। ମୋର ତ କିନ୍ତୁ ମୁଁ ଯାହା ଯେତେବେଳେ କହିଛି ସବୁ ଶୁଣିଛନ୍ତି। ଆଜ୍ଞା ଆଜ୍ଞା ଯାହା ହଉ ବହୁତ ଖୁସି ଲାଗିଲା। 40 ବର୍ଷ ହେଲାଣି ମୋର ଭଲ ମନ୍ଦ ସବୁ ମୁଁ ଜଗନ୍ନାଥଙ୍କୁ ମୁଁ ସମର୍ପଣ କରୁଛନ୍ତି। ନା ମୁଁ ବାପା ବୋଲି ଭାବି ନେଇଛି 40 ବର୍ଷ ହେଲା। ସାରା ଜୀବନଟା ବି ଭାବି ନିଅନ୍ତୁ ହଁ ଭାବି ତାଙ୍କ ପାଖରେ ମଲା ପର୍ଯ୍ୟନ୍ତ ଶେଷ ଜୀବନ ପର୍ଯ୍ୟନ୍ତ ଜୟ ଜଗନ୍ନାଥ ଜଗନ୍ନାଥ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ଜୟ